ସମସ୍ତଙ୍କର ଭଲ ପାଇବା 14 ବର୍ଷ ମା କନ୍ୟାକୁମାରୀଙ୍କ ପାଖରେ ଘଟଣାର 14 ବର୍ଷ କିନ୍ତୁ ଏ ନାଲି ପୋଷାକ ପ୍ରାୟ ହେଇଗଲାଣି 10 ବର୍ଷର ଉର୍ଦ୍ଧ୍ୱ। ଏ ପୋଷାକ କେବଳ ଯେଉଁମାନେ ଏ ପୋଷାକ ଖଇରିଆ ପୋଷାକ ପିନ୍ଧେଇଥିଲେ ସେଇମାନଙ୍କୁ ପ୍ରଭୁ ଶାସ୍ତି ଦେଇଛନ୍ତି, ଆହୁରି ଦେବେ। ଏ କେବଳ ପରିବର୍ତ୍ତନର ଚିନ୍ତାଧାରା, ଯେଉଁ ଉଦ୍ଦେଶ୍ୟ ଥିଲା ରାଜନୀତିକୁ ସତ୍ ମାର୍ଗରେ ରାଜନୀତି କରିବା ପାଇଁ, ସେଥିରୁ ପ୍ରଭୁ ବଞ୍ଚିତ କରିଥିଲେ। ଏ କିଛି କୁଚକ୍ରୀମାନଙ୍କ ପାଇଁ ସେଥିରୁ ବଞ୍ଚିତ ହେଇଛି। ଆଶା କରୁଛି ଏ ଧଳ ପୋଷାକ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ, ମାଆଙ୍କ ଆଶୀର୍ବାଦରୁ, ମୋର ସ୍ୱର୍ଗତ ବାପା ମାଆଙ୍କ ଆଶୀର୍ବାଦରୁ ନିଶ୍ଚିନ୍ତ ଭାବରେ ସତରେ ସବୁବେଳେ ଜୟ ଥାଏ, ନିଶ୍ଚୟ ଜୟ ହେବ। ଏବଂ ଯେଉଁ ଭଲ ପାଇବା ଆଜି ଚୌଦ୍ୱାର କଟକର ଜନସାଧାରଣ, ମୋର ମା ଭଉଣୀ, ଗୁରୁଜନ, ଯୁବକ, ଛାତ୍ର ଯେଉଁ ସଂଖ୍ୟାରେ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି, ଯାଇଥିଲି ମାଆଙ୍କ ପାଖକୁ, ଆଜି ଫେରୁଛି। ଏ ଖଇରିଆ ପୋଷାକ ପରିବର୍ତ୍ତନ କରି ଧଳା ପୋଷାକରେ ଆଜି ଫେରୁଛି। ଏ ଫେରିବାରେ ଏଇ ଯେଉଁ ଆନ୍ତରିକତା, ଏଇ ଯେଉଁ ଆଶୀର୍ବାଦ, ଏଇ ଯେଉଁ ଶ୍ରଦ୍ଧା ଭୁଲି ହେବନି। ଭାବୁଛି ଏ ପ୍ରେରଣା ଆହୁରି ନିଷ୍ଠାପର ଭାବରେ, ଯେଉଁ ଉଦ୍ଦେଶ୍ୟ ଥିଲା ରାଜନୀତିକୁ ନିଷ୍ଠାପର ଭାବରେ କରିବା ପାଇଁ, କରୁ କରୁ କିଛି କୁଚକ୍ରୀ ସହି ନ ପାରି 2029 ସାଧାରଣ ନିର୍ବାଚନ ପ୍ରଭାତ ପ୍ରତ୍ୟକ୍ଷ ରାଜନୀତିରେ ଓହ୍ଲେଇବେ ଭାବୁଛି। କହିଦେଇଛି ତ, ଯାହା ଜନସାଧାରଣ ଚାହିଁବେ ତାହା ହିଁ କରାଯିବ। ଯାହା ଜନସାଧାରଣ ଚାହିଁବେ ତାହା ଆଗରୁ ପ୍ରତ୍ୟକ୍ଷ ରାଜନୀତିରେ ଥିଲି। ମୋର ବିଶ୍ୱାସ, ଯେଉଁମାନେ ମୋତେ ଜାଣିଛନ୍ତି, ଯେଉଁମାନେ ମୋ ସହିତ ମିଶିଛନ୍ତି, ମୋ ରାଜନୀତିକ ଜୀବନ, ମୋ ନିଷ୍ଠାପରତା, ଖୋଲା ପୁରା ଚିନ୍ତାଧାରା, ସମସ୍ତେ ଯିଏ ମିଶିଛି ସେ ଜାଣିଛି। ଆଶା କରୁଛି ସେ ପ୍ରେରଣା ଆଜି ଭାବୁଛି ଡାକରା ଦେଖିକି ଆଶ୍ଚର୍ଯ୍ୟ ହେଉଛି। କେଉଁଭଳି ଭାବରେ ଭଲ ପାଇବା ତାଙ୍କ ଭିତରେ କଥା ହେଇ ଆଜି ବହୁ ସଂଖ୍ୟାରେ, ହଜାର ହଜାର ସଂଖ୍ୟାରେ ମା ଭଉଣୀ, ଗୁରୁଜନ, ଯୁବକ ସମସ୍ତେ ଭାବୁଛି ଯାହା ଶୁଭେଚ୍ଛୁ ଚାହିଁବେ ସେଇମାନଙ୍କ କଥାରେ କାର୍ଯ୍ୟକ୍ରମ ହେବ ଏବଂ ନିଷ୍ଠାର ସହିତ ହେବ। ଆହୁରି ପ୍ରେରଣା ଯୋଗାଉଛି ହ୍ୱାଇଟ୍ ଡ୍ରେସ୍, ଆହୁରି ପ୍ରେରଣା ଯୋଗାଉଛି ନିଷ୍ଠାର ସହିତ କାର୍ଯ୍ୟକ୍ରମ। ଏ ସବୁ ନିଷ୍ପତ୍ତି ଯେଉଁମାନେ ଆଜି ଅପେକ୍ଷା କରିଛନ୍ତି ସେଇମାନେ ସେ ନିଷ୍ପତ୍ତି ନେବେ। ଏ ଅନ୍ୟାୟ ବିରୁଦ୍ଧରେ ଯେଉଁଭଳି ଭାବରେ ନିଷ୍ଠାପର କାର୍ଯ୍ୟକ୍ରମ କରୁଥିଲା ବେଳେ ଏ କୁଚକ୍ରୀ ଯେଉଁଭଳି ଭାବରେ ରାଜନୈତିକ ଯେଉଁ ଅସହିଷ୍ଣୁତା, ସେଇଥିପାଇଁ ପ୍ରଭୁ ସେମାନଙ୍କ କଥା ବୁଝିଛନ୍ତି, ଆହୁରି ବୁଝିବେ। ନିଶ୍ଚିନ୍ତ ମୋର ବିଶ୍ୱାସ ଅଛି ସବୁବେଳେ ସତ୍ର ଜୟ ହୁଏ, ଜୟ ହେବ। ଏବଂ ସେଇମାନଙ୍କ କଥା ଯେଉଁମାନେ କୁଚକ୍ରୀ ଚକ୍ରାନ୍ତକାରୀ, ସେଇମାନଙ୍କ କଥା ମଧ୍ୟ ଆହୁରି ପ୍ରଭୁ ବୁଝିବେ। 2 ଜଣ ନେତାଙ୍କ ବିଷୟରେ ଆପଣ କହିଥିଲେ କହିବେ ବୋଲି, ଏବେ ପୁଣି ଫେରିଛନ୍ତି। ଅପେକ୍ଷା ସମସ୍ତେ ଚାହିଁଛନ୍ତି, ଓଡ଼ିଶାବାସୀ ଚାହିଁଛନ୍ତି। ଆଜି ସବୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଭୁବନେଶ୍ୱରରେ ସବୁ କଥା ପ୍ରକାଶ କରିଛି। ଆଶା କରୁଛି ରାଜ୍ୟବାସୀ ନିଶ୍ଚିନ୍ତ ଭାବରେ ଅନୁଭବ କରିବେ ଯେ ସବୁବେଳେ ସତ୍ୟର ଜୟ ଥାଏ। ଯିଏ ଯାହା କରୁଛ ନିଷ୍ଠାର ସହିତ କାର୍ଯ୍ୟକ୍ରମ କର। ଯଦିଓ ଯାଇନଥିଲି କିନ୍ତୁ ଯାହା ଜାଣିଛି ସେମାନେ ଗୋଟେ ସାମାଜିକ ଚିନ୍ତାଧାରା ଭିତରେ ଶ୍ରଦ୍ଧାଞ୍ଜଳି ସଭା କରୁଥିଲେ।